ବର୍ତ୍ତମାନ ଯେଭଳି ଭାବେ ମଧ୍ୟପ୍ରାଚ୍ୟରେ ଏକ ଯୁଦ୍ଧ ଯେଭଳି ଭାବେ ଘନେଇବାକୁ ଲାଗିଛି ଆଉ ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କଣ ପଡିବ ଏବଂ ଭାରତ କଥା ଆମେ ଯଦି କହିବା ତା ଉପରେ କଣ ଏହାର ପ୍ରଭାବ ରହିବ ସେ ନେଇ ଅଧିକ ଆଲୋଚନା କରିବା ଆମ ସହିତ ଫୋନ ଲାଇନ ରେ ଯୋଡି ହୋଇଛି ଫରେନ୍ ଏକ୍ସପର୍ଟ ବିନୋଦ ମିଶ୍ର। ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି। ସାର୍ ଯେଭଳି ଭାବେ ମଧ୍ୟପ୍ରାଚ୍ୟରେ ଏକ ଯୁଦ୍ଧ ଘନେଇବାକୁ ଲାଗିଛି ଏହାର ଯୋଉ ପ୍ରଭାବ ବିଶ୍ୱ ଅର୍ଥନୀତି ଯଦି କହିବା ବିଶେଷ କରି ଆମର ଭାରତ ଉପରେ ଏହାର ପ୍ରଭାବ କଣ ରହିବ? ଦେଖନ୍ତୁ ପ୍ରଥମତଃ ଏଇ ଏରିଆଟା ଅଏଲ ଆଉ ନ୍ୟାଚୁରାଲ ଗ୍ୟାସ୍ ପାଇଁ ଏଣ୍ଟାୟାର ୱାର୍ଲଡର ଏପିସେଣ୍ଟର। ତେଣୁ ଏଇ ଯୁଦ୍ଧ ଫଳରେ ପ୍ରଥମ ଷ୍ଟେପ୍ ଯୋଉ ଇରାକ ନେଇଛି ଷ୍ଟ୍ରେଟ୍ ଅଫ୍ ହରମୁଜକୁ ଚୋକ୍ କରିଛି ସେଥିରେ 20% ଅଏଲ ଟ୍ରାଞ୍ଜାକ୍ସନ ଇଜ୍ ଆଫେକ୍ଟେଡ, ଯାହା ପାଇଁ ଆମେ ଗତ କାଲିଠାରୁ ଅଲରେଡି ଅଏଲ ପ୍ରାଇସେସ୍ ରେ ଇନକ୍ରିଜ ହେବାର ଆମେ ଦେଖି ସାରିଲୁଣି। ଆଗକୁ ଯାହା କୁହାଯାଉଛି ତୈଳ ଦର ଆଗକୁ ଆହୁରି ମଧ୍ୟ ବୃଦ୍ଧି ପାଇବ କି ଆଶଙ୍କା କରାଯାଉଛି? ସେ କଥା ହିଁ ମୁଁ କହୁଛି। ଯଦି ଇରାନର ଆସେଟ୍ ଯୋଉମାନେ ହଉଛନ୍ତି ହାଉଥିଜ୍, ଯୋଉମାନେ ୟେମେନରେ ଅପରେଟ କରନ୍ତି, ଯୋଉମାନେ ଚାହିଁଲେ ଆଗରୁ ବି କରିଛନ୍ତି ରେଡ୍ ସି କି ଯଦି ବ୍ଲକ୍ କରିଦେବେ ତାହେଲେ ଦ୍ୟାଟ୍ ଉଡ୍ କଜ୍ around over 60%, not 30%, over 60% of international oil flow, ତାହେଲେ ସେଇଟାର ଡାଇରେକ୍ଟ ଇମ୍ପାକ୍ଟ ତ ସମସ୍ତଙ୍କ ଉପରେ ପଡିବ। ତା ଛଡା ଯଦି ଭାରତ ବର୍ଷରେ ଯଦି ସ୍ପେସିଫିକ ଲସ୍ କିଛି ଆପଣ କହିବା ପାଇଁ ଚାହୁଁଛନ୍ତି ତାହେଲେ ସେଇଟା ହଉଛି ଆମର ଯୋଉ ସେଣ୍ଟ୍ରାଲ ଏସିଆ ସହିତ ଯୋଉ କନେକ୍ଟିଭିଟି, ଯେହେତୁ ସେଣ୍ଟ୍ରାଲ ଏସିଆ ସହିତ ଆମେ वी आर ब्लॉक्ड बाय ପାକିସ୍ତାନ ଟୁ ଦ ୱେଷ୍ଟ ଆଣ୍ଡ ଚାଇନା ଟୁ ଦ ନର୍ଥ, ଆମର ଏକମାତ୍ର କନେକ୍ଟିଭିଟି ଇଜ୍ ଥ୍ରୁ ଇରାନ। ଇରାନର ଚାବାହାର ପୋର୍ଟରେ ଆମେ ଇନଭେଷ୍ଟ କରି ସେଇ ଚାବାହାର ପୋର୍ଟରୁ ଆମେ ସେଣ୍ଟ୍ରାଲ ଏସିଆର କନେକ୍ଟିଭିଟିଟା ମେଣ୍ଟେନ୍ କରୁ ଏବଂ ସେଣ୍ଟ୍ରାଲ ଏସିଆ ସହିତ ଆମର ଟ୍ରେଡ୍ ଚାଲେ। ବର୍ତ୍ତମାନ ଯଦି ଇରାନ ଇଜ୍ ଡିଷ୍ଟର୍ବ, ସୋ ଇଣ୍ଡିଆର ଏଇ ସେଣ୍ଟ୍ରାଲ ଏସିଆ କନେକ୍ଟିଭିଟି ସେତେ ସମୟ ପାଇଁ ଆଫେକ୍ଟେଡ ବା ବିଚ୍ଛିନ୍ନ ହେଇ ରହିବ। ତେଣୁ ଇଣ୍ଡିଆ ଇଜ୍ ଦ ନେଟ୍ ଲୁଜର ଇନ୍ ଅଲ୍ ଦିସ୍। ତେଣୁ ଦ୍ୟାଟ୍ ଇଜ୍ ହ୍ୱାଟ୍ ଇଜ୍ ଦ ଇମ୍ପାକ୍ଟ। କିନ୍ତୁ ଗୋଟେ ଏଠି ସିଲଭର ଲାଇନିଂ, ଯେ ୟୁକ୍ରେନ ରଷିଆ ୱାର ସମୟରେ ଯୋଉ ତୈଳ ଦର ହ୍ରାସ କରିଥିଲା ରଷିଆ, ତାର ବେନିଫିଟ ନେଇ ଭାରତ ବର୍ଷ ଯୋଉ କିଛି ଏକ୍ସଟ୍ରା ଅଏଲ କିଣି ରଖିଛି ସେଇଟାକୁ ଗୋଟେ କୁଶନ ହିସାବରେ ଭାରତ ବର୍ଷ ୟୁଜ କରିପାରେ, ବଟ୍ ନଟ୍ ଫର ଲଙ୍ଗ। କାରଣ ଏଇ ରିଜିୟନଟା ଯଦି ପ୍ରୋବ୍ଲେମାଟିକ ରୁହେ ତାହେଲେ 30 to 40% ଅଏଲ ସର୍ଟେଜ ରହିବ। ସାର୍ ଏଇଠି ଗୋଟେ କଥା ଜାଣିବା ପାଇଁ ଚାହିଁବି, ବର୍ତ୍ତମାନ ସମୟରେ ଯାହା ଭାରତ ପାଖରେ ଗୋଟେ ତୈଳ ରହିଛି, ଯାହା ଷ୍ଟକ୍ ରହିଛି, ତାହା ଆଉ 15 ଦିନ ହୁଏତ ଚାଲିପାରିବ, ତାପରେ ତ ବିଶେଷ ଭାବେ ପ୍ରଭାବିତ ହେବ। ଏଇ 15 ଦିନ କଥାଟା ମୁଁ ଟିକେ ମାନିବା ପାଇଁ ନାରାଜ। ସେଇଟା ହଉଛି ଆମର ଯୋଉ ରେଗୁଲାର ଡେ ଟୁ ଡେ ଯୋଉ ପରଚେଜ, କିନ୍ତୁ ତା ସହିତ ଯୋଉ ରଷିଆନ ଏକ୍ସଟ୍ରା ଅଏଲ କିଣା ହେଇଥିଲା ଦ୍ୟାଟ୍ ମାଇଟ୍ ସଷ୍ଟେନ୍ ଫର ଆନାଦର 1 month, ନଟ୍ ବିୟଣ୍ଡ ଦ୍ୟାଟ୍। ଯାହା ବି ହଉ ଭାରତ ବର୍ଷର ଇକୋନୋମିକାଲି ଇଣ୍ଡିଆ ଉଡ୍ ବି ସିରିୟସଲି ଆଫେକ୍ଟେଡ। ଆଉ ଗୋଟେ ପ୍ରକାରରେ ବି ଇଣ୍ଡିଆ ଆଫେକ୍ଟେଡ ହବ, ସେଟା ହଉଛି ବହୁ ପ୍ରବାସୀ ଏଇ ଏଣ୍ଟାୟାର ରିଜିୟନରେ, କୁଏତ ହଉ, ବାହାରିନ ହଉ, ଦୁବାଇ ହଉ, କତାର ହଉ, ଏଇସବୁ ଜାଗାରେ ବହୁତ ପ୍ରବାସୀ ଭାରତୀୟ କାମ କରନ୍ତି। ଯଦି ସେଇ ଜାଗା ଗୁଡାକ ପ୍ରୋବ୍ଲେମାଟିକ ରୁହେ, ସେଠୁ ରେମିଟାନ୍ସ ଆସିବା ବଦଳରେ ଭାରତୀୟ ସରକାରକୁ ସେଠୁ ସେମାନଙ୍କୁ ଇଭାକୁଏସନ କରିବାର ପ୍ରয়োଜନୀୟତା ରହିବ। ସୋ ଦ୍ୟାଟ୍ ଉଡ୍ ବି ଆନାଦର ବର୍ଡନ। ବର୍ତ୍ତମାନ ସୁଦ୍ଧା ୱେଷ୍ଟ ଏସିଆରୁ ଇଭାକୁଏସନ ଆରମ୍ଭ ହେଇନି, ଯାହା ବି ହଉଛି ଥ୍ରୁ ଲ୍ୟାଣ୍ଡ ହଉଛି, କାରଣ ଏୟାର ସ୍ପେସ୍ ହିଁ ବର୍ତ୍ତମାନ ରେଷ୍ଟ୍ରିକ୍ଟେଡ। ତାପରେ ଦେଖିବେ ଗୋଟେ ଫେଜ୍ ବି ରହିଛି ଯୋଉଟା କି ଇଣ୍ଡିଆକୁ ବହୁତ ସିରିୟସଲି ଆଫେକ୍ଟ କରିବ। ନିହାତି ଭାବେ। ସାର୍ ଯଦି ଆମେ ଦେଖିବା ଗୋଲ୍ଡ ଆଉ ସିଲଭର, ଏଇ ଯୋଉ ଦିଟା ମୂଲ୍ୟବାନ ଧାତୁ ଉପରେ ଲଗାତାର ଭାବେ ବୃଦ୍ଧି ପାଉଛି, ଯଦିଓ କିଛି ଦିନ ପୂର୍ବରୁ ଏହା ଭିତରେ ଗୋଟେ ସ୍ଥିରତା ଲାଗି ରହିଥିଲା, କିନ୍ତୁ ଏଇ ଯୋଉ ଯୁଦ୍ଧ ପରେ ଦେଖିବାକୁ ମିଳୁଛି ଯେ ଏହାର ମୂଲ୍ୟ ମଧ୍ୟ ଅଧିକ ବୃଦ୍ଧି ପାଉଛି। ଏହା ଗୋଟେ ପ୍ରଭାବ ପଡିବ କି ଏହା ଉପରେ? ଏଇଟା ମୁଁ ଗୋଟେ ମେଟାଲିକ ଏକ୍ସପର୍ଟ ନୁହେଁ ବା ସେ ବୁଲିୟନ ମାର୍କେଟକୁ ମୁଁ ଅବଜର୍ଭ କରେନି, ବଟ୍ ଜେନେରାଲ ଲଜିକ, ଯଦି ଇନଫ୍ଲେସନ ବଢିଯାଏ, ଯୋଉଟା କି ଅଏଲ ପ୍ରାଇସ ବୃଦ୍ଧି ହବା ପରେ ଯୋଉଟା କି ଇମିଡିଏଟ ଆଣ୍ଡ ଇନେଭିଟେବଲ ରେଜଲ୍ଟ, ଯଦି ଇନଫ୍ଲେସନ ବଢେ ତାହେଲେ ତାର ଇମ୍ପ୍ଲିକେସନ ହଉଛି ଗୋଲ୍ଡ ଏବଂ ସିଲଭର ବା କଷ୍ଟଲି ମେଟାଲର ପ୍ରାଇସ ବଢିବ। ସେଇ ଲଜିକରେ ଗୋଲ୍ଡ ପ୍ରାଇସ ଇଜ ଏକ୍ସପେକ୍ଟେଡ ଟୁ ରାଇଜ, କିନ୍ତୁ କେତେ ବଢିବ, କେତେ ମାତ୍ରାରେ ବଢିବ, ଏଇଟା ଓନଲି ଦୋଜ ହୁ ୱାଚ୍ ଦ୍ୟାଟ୍ ପର୍ଟିକୁଲାର ମାର୍କେଟ ସେମାନେ ହିଁ କହିପାରିବେ। ବଟ୍ ଜେନେରାଲ ଲଜିକରେ ଡେଫିନେଟଲି ବଢିବ। ନିହାତି।
ସାର୍ ଏଇଠି ଗୋଟେ କଥା ଆପଣଙ୍କ ମତ ମୁଁ ନେବା ପାଇଁ ଚାହିଁବି ଭାରତରେ ଏଇ ଯୋଉ ଯୁଦ୍ଧକୁ ନେଇ ଭାରତର ଭୂମିକା କଣ ରହିବ ଆଗକୁ ଯୁଦ୍ଧର ଗତି କେଉଁ ଆଡେ ନେବ କେଉଁ ଆଡେ ଯିବ ଆପଣ କଣ ଭାବୁଛନ୍ତି ଏହା ଗୋଟେ ତୃତୀୟ ବିଶ୍ୱଯୁଦ୍ଧର ମୋଡ ନେବ କି ଆପଣଙ୍କ ମତ? ନା ନା ତୃତୀୟ ବିଶ୍ୱଯୁଦ୍ଧର କୌଣସି ସମ୍ଭାବନା ଏଠି ନାହିଁ କାରଣ କୌଣସି ଦ୍ୱିତୀୟ ଶକ୍ତି ଆମେରିକାକୁ ବିରୋଧ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଆସିନାହାନ୍ତି ତେଣୁ ସେ ବିଶ୍ୱସ୍ତରୀୟ ଯୁଦ୍ଧ ଯୋଉଟାକୁ ବିଶ୍ୱଯୁଦ୍ଧ ଆମେ କହିବା ସେଭଳି ଆକ୍ଟିଭ ବିଶ୍ୱଯୁଦ୍ଧ ଆମେ ଏଇ ଇସ୍ରାଏଲ ଏବଂ ଇରାନର ଏଇ ଯୁଦ୍ଧକୁ ନେଇ ହବ ନାହିଁ କିନ୍ତୁ ଏଣ୍ଟାୟାର ଏରିଆ ଏଣ୍ଟାୟାର ରିଜିଅନ ଏଣ୍ଟାୟାର ୱେଷ୍ଟ ଏସିଆ ଯାହାକୁ ଆମେରିକାନ୍ସ ମଧ୍ୟପ୍ରାଚ୍ୟ କହୁଛନ୍ତି ଆମେ ତାକୁ ୱେଷ୍ଟ ଏସିଆ ବା ପଶ୍ଚିମ ଏସିଆ କହୁ ଏଇ ଏଣ୍ଟାୟାର ପଶ୍ଚିମ ଏସିଆରେ ଏଇ କନ୍ଦଳ ସେ ପର୍ଯ୍ୟନ୍ତ ଲାଗୁ ରହିବ ଯେପର୍ଯ୍ୟନ୍ତ ଆମେରିକା ଏବଂ ଇସ୍ରାଏଲ ତାଙ୍କର ଯୋଉ ପ୍ରତିଜ୍ଞା କି ଇରାନରୁ ଇସଲାମିକ ଶାସନ ସମାପ୍ତ କରିବେ ଯେପର୍ଯ୍ୟନ୍ତ ଆଇଦର ସେ ଶାସନ ସମାପ୍ତ ନ ହେଇଛି ବା ସେମାନେ ସେ ପ୍ରତିଜ୍ଞା ନ ଭାଙ୍ଗିଛନ୍ତି କାରଣ ବର୍ତ୍ତମାନ ପଏଣ୍ଟ ଅଫ୍ ନୋ ରିଟର୍ଣ୍ଣରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ ସେ ଆଉ ପଛଘୁଞ୍ଚା ଦେଇପାରିବେନି ଆୟତୁଲ୍ଲା ଅଲି ଖମେନୀଙ୍କୁ ରିମୁଭ୍ କଲା ପରେ ଯଦି ସେଠି ଡେମୋକ୍ରାସି ଏଷ୍ଟାବ୍ଲିଶ ନ ହଉଛି ପୁଣି ଯଦି ଆୟତୁଲ୍ଲା ଅଲି ଖମେନୀଙ୍କ ସରକାର ବା ତାଙ୍କର ଯିଏ ସକ୍ସେସର ତାଙ୍କ ସରକାର ଯଦି ସିମିଲାର ଆରେଞ୍ଜମେଣ୍ଟରେ ଅପରେଟ୍ କରୁଛନ୍ତି ତାହେଲେ ଦ୍ୟାଟ୍ ଉଡ୍ ବି ଏ ସିରିୟସ୍ ଲସ୍ ଟୁ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଏବଂ ତାପରେ ଇରାନକୁ କୌଣସି ମତେ ବି କଣ୍ଟ୍ରୋଲ କରାଯାଇପାରିବ ନାହିଁ ତେଣୁ ଏଇ ଯୋଉ ପଏଣ୍ଟ ଅଫ୍ ନୋ ରିଟର୍ଣ୍ଣରେ ପହଞ୍ଚନ୍ତି ଡୋନାଲ୍ଡ ଟ୍ରମ୍ପ ସେଇ ଜାଗାରୁ ଠିଆ ହେଇ ସେ ପଛଘୁଞ୍ଚା ଦେଇପାରିବେନି ଦରକାର ପଡ଼ିଲେ ସୁଇସାଇଡାଲ ମିଶନ ହେଲେ ବି ଆମେରିକାନ ଟ୍ରୁପ୍ସ ଇରାନ ଭିତରକୁ ପଶିବା ପାଇଁ ଚେଷ୍ଟା କରିବେ। ନିହାତି ସାର୍ ବର୍ତ୍ତମାନ ଆମେ ଯଦି ଦେଖିବା ମଧ୍ୟପ୍ରାଚ୍ୟରେ ଯୋଉ ଘନେଇଛି ଯୋଉ ଯୁଦ୍ଧ କିନ୍ତୁ ବର୍ତ୍ତମାନ ଚୀନ ଏ ମାଟରେ ଚୁପ୍ ବସିଛି ଏହାର କାରଣ କଣ କାହିଁକି ଚୁପ୍ ବସିଛି ଚୀନ ତ ଆଉ ଗୋଟେ ମହାଶକ୍ତି କିନ୍ତୁ ଚୀନର ଟ୍ରାଡିସନାଲ ଆପ୍ରୋଚ ରହିଛି ଯେ କୌଣସି ବି ବିଶ୍ୱର କୌଣସି ବି କନଫ୍ଲିକ୍ଟରେ ଚୀନ କେବେ ବି କୌଣସି ମନ୍ତବ୍ୟ ରଖେନି କୌଣସି ବି ଆପଣ ଇତିହାସର ପୃଷ୍ଠା ଉଠେଇ ଦେଖିପାରନ୍ତି କୌଣସି ବି କନଫ୍ଲିକ୍ଟ ଇଭେନ୍ ୟୁକ୍ରେନ ରଷିଆ ୱାରରେ ବି କୌଣସି ମତ ରଖିନି ଗାଜା ଇସ୍ରାଏଲ ୱାରରେ ବି କୌଣସି ମତ ରଖିନି ଚୀନ ଇଜ୍ ଏ କଣ୍ଟ୍ରି ଅଫ୍ ବିଜନେସମ୍ୟାନ ରାଇଟ୍ ନାଓ ଯୋଉ ଜାଗାରେ ଇକୋନୋମିକ ଇଣ୍ଟରେଷ୍ଟ ରହିଛି ଚୀନ ସେଠି ରହିଛି ମୁଁ ଆପଣ ଗୋଟେ ଏକ୍ସାମ୍ପଲ ଦେଇପାରେ ଯେତେବେଳେ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଆଫଗାନିସ୍ତାନରୁ ଓହରିଗଲା ଦ ଭେରି ଫର୍ଷ୍ଟ କଣ୍ଟ୍ରି ଯିଏ ସେଠି ତାଲିବାନ ସରକାର ସହିତ ସମ୍ପର୍କ ସ୍ଥାପନ କରିଥିଲା ସେଟା ହେଉଛି ଚାଇନା ଏବଂ ସେଇ ଇଣ୍ଟରିମ୍ ତାଲିବାନ ସରକାରର ଗୋଟେ ଟିମ୍ ଚାଇନା ଯାଇ ଚାଇନିଜ ପ୍ରେସିଡେଣ୍ଟଙ୍କ ସହିତ ସାକ୍ଷାତ କରି ଫେରିଥିଲା ସୋ ଚାଇନା ହେଉଛି ସେଇଭଳି ଗୋଟେ ବିଜନେସ୍ ମାଇଣ୍ଡେଡ୍ କଣ୍ଟ୍ରି ଇଟ୍ ଡଜଣ୍ଟ ବଦର ହୁ ଇଜ୍ ରୁଲିଂ ହ୍ୱିଚ୍ ପାର୍ଟ ଯିଏ ଯୋଉ ଜାଗାର ଶାସକ ତା ସହିତ ଚାଇନା ଡିଲ୍ କରିବ ସେଇଥିପାଇଁ ଚାଇନା କୌଣସି ଇଣ୍ଟରନ୍ୟାସନାଲ ଆଫେୟାର୍ସରେ କୌଣସି ମନ୍ତବ୍ୟ ରଖେ ନାହିଁ। ନିହାତି ଭାବେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।